ଭାରତରେ ଥିବା 51 ଶକ୍ତିପୀଠରୁ ଜାମ୍ମୁ କାଶ୍ମୀର ତ୍ରିକୁଟା ପର୍ବତରେ ଥିବା ବୈଷ୍ଣୋଦେବୀଙ୍କ ମନ୍ଦିର ସବୁଠାରୁ ଶକ୍ତିଶାଳୀ ବୋଲି କୁହାଯାଏ। ଏହି ଶକ୍ତିପୀଠରେ ଆଜି ବି ମା ବୈଷ୍ଣୋଦେବୀ ଭଗବାନ କଳ୍କି ଅବତାରଙ୍କ ଅପେକ୍ଷା କରୁଥିବା କୁହାଯାଏ। ତେବେ କିପରି ହୋଇଥିଲା ବୈଷ୍ଣୋଦେବୀଙ୍କ ଜନ୍ମ ଆସନ୍ତୁ ଜାଣିବା। ରତ୍ନାକର ନାମରେ ଏକ ବ୍ରାହ୍ମଣ କୁଳରେ ଜନ୍ମ ହୋଇଥିଲେ ମା ବୈଷ୍ଣୋଦେବୀ। କୁହାଯାଏ କି ତାଙ୍କ ମାତା ଓ ପିତା ମା ଶକ୍ତିଙ୍କ ବଡ଼ ଭକ୍ତ ଥିଲେ। ମାତ୍ର ସନ୍ତାନ ହେଉନଥିବାରୁ ସିଏ ମାଙ୍କୁ ସନ୍ତାନଟିଏ ପାଇଁ ବାରମ୍ବାର ଅନୁରୋଧ କରୁଥିଲେ। ତେବେ ମା ଶକ୍ତିଙ୍କ ସ୍ୱରୂପ ମା କାଳୀ, ସରସ୍ୱତୀ ଓ ଲକ୍ଷ୍ମୀ ନିଜ ଶକ୍ତି ଏକତ୍ରିତ କରି ଏକ ସନ୍ତାନ ପାଇଁ ଆଶୀର୍ବାଦ କରିଥିଲେ। ପରେ ବୈଷ୍ଣୋଦେବୀଙ୍କ ଜନ୍ମ ହୁଏ। ମାତ୍ର 9 ବର୍ଷରୁ ସେ ତପସ୍ୟା କରିବା ଆରମ୍ଭ କରନ୍ତି। ପ୍ରଭୁ ଶ୍ରୀରାମଙ୍କ ବଡ଼ ଭକ୍ତ ଥିଲେ ମାତା ବୈଷ୍ଣୋଦେବୀ। ଏଣୁ ତ୍ରିକୁଟା ପର୍ବତରେ ଥିବା ଜଙ୍ଗଲରେ ଦୀର୍ଘ ଦିନ ଧରି ତପସ୍ୟା କରି ପ୍ରଭୁ ରାମଙ୍କର ଅପେକ୍ଷା କରୁଥିଲେ। ପ୍ରଭୁ ରାମ ବନବାସ ସମୟରେ ବୈଷ୍ଣୋଦେବୀଙ୍କୁ ଭେଟିଥିଲେ। ତେବେ ମାତା ତାଙ୍କୁ ବିବାହ କରିବାକୁ କହିଥିଲେ। ମାତ୍ର ପ୍ରଭୁ ରାମ ମନା କରିଥିଲେ। ସେ ରାମ ସ୍ୱରୂପରେ କେବଳ ମାତା ସୀତାଙ୍କର ସ୍ୱାମୀ ଅଟନ୍ତି। ତେବେ ତାଙ୍କୁ କଳିଯୁଗ ଯାଏଁ ଏହିପରି ଅପେକ୍ଷା କରିବାକୁ ପଡ଼ିବ ବୋଲି ପ୍ରଭୁ ଶ୍ରୀରାମ କହିଥିଲେ। କାରଣ କଳିଯୁଗରେ ରାମଙ୍କ ଅବତାର କଳ୍କି ଲୋକଙ୍କୁ ରକ୍ଷା କରିବା ପାଇଁ ଆବିର୍ଭାବ ହୋଇଥିଲେ। ସେହି ସମୟରେ ଯାଏଁ ସେ ବୈଷ୍ଣୋଦେବୀଙ୍କୁ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ପୁଣି ବୈଷ୍ଣୋଦେବୀ ତପସ୍ୟା କରିବା ଆରମ୍ଭ କରନ୍ତି। ତେବେ ଏହି ସମୟରେ ଭୈରବନାଥ ବୈଷ୍ଣୋଦେବୀଙ୍କ ଶକ୍ତି ବିଷୟରେ ଜାଣିବା ପାଇଁ ତାଙ୍କ ପିଛା କରିଥିଲା। ମାତ୍ର ଭୈରବନାଥ ପରେ ବୈଷ୍ଣୋଦେବୀଙ୍କୁ ବିବାହର ପ୍ରସ୍ତାବ ଦେଇଥିଲା। ବୈଷ୍ଣୋଦେବୀଙ୍କ ବାରଣ ସତ୍ତ୍ୱେ ସେ ବାରମ୍ବାର ତାଙ୍କ ତପସ୍ୟାରେ ବାଧା ପହଞ୍ଚାଇଥିଲା। ଶେଷରେ ଏକ ଗୁମ୍ଫାରେ ଯାଇ ମାତା ତପସ୍ୟା କରିଥିଲେ ଓ ପବନପୁତ୍ର ହନୁମାନଙ୍କୁ ଏହି ଗୁମ୍ଫା ବାହାରେ ଜଗିବାକୁ କହିଥିଲେ। ପାଖାପାଖି 9 ମାସ ମାତା ବୈଷ୍ଣୋଦେବୀ ଏଠାରେ ତପସ୍ୟା କରୁଥିଲେ କୁହାଯାଏ। ଏହାଛଡ଼ା କୁହାଯାଏ କି 9 ମାସ ହନୁମାନ ଓ ଭୈରବନାଥଙ୍କ ଭିତରେ ଲଢ଼େଇ ଲାଗିଥିଲା। ଶେଷରେ ମାତା ତପସ୍ୟା ସାରି ବାହାରକୁ ଆସନ୍ତି ଓ ନିଜ କାଳୀ ରୂପ ଧାରଣ କରି ଭୈରବନାଥଙ୍କ ମୁଣ୍ଡ କାଟି ଦିଅନ୍ତି। ଏହାପରେ ଭୈରବନାଥର ଆତ୍ମା ନିଜ ଭୁଲ ବୁଝି ପାରିଥିବାରୁ ମୋକ୍ଷ ପ୍ରାପ୍ତି ପାଇଁ ମାତାଙ୍କ ଆଶୀର୍ବାଦ ପାଏ। ଏବେ ବି ବୈଷ୍ଣୋଦେବୀଙ୍କ ମନ୍ଦିରରେ ଭୈରବନାଥଙ୍କ ମନ୍ଦିର ଅଛି। କୁହାଯାଏ କି ଏହି ସ୍ଥାନରେ ତାଙ୍କର କଟା ମୁଣ୍ଡ ପଡ଼ିଥିଲା। ଏହାଛଡ଼ା ମାଙ୍କ ଦର୍ଶନ ପରେ ଭୈରବନାଥଙ୍କ ଦର୍ଶନ କଲେ ଦର୍ଶନ ଯାତ୍ରା ସଫଳ ହୁଏ ବୋଲି କୁହାଯାଏ। ବ୍ୟୁରୋ ରିପୋର୍ଟ, ସମୟ ଲାଇଭ।